କନ୍ୟା ରାଶି ଜୁଲାଇ ମାସ ରାଶିଫଳ। ଜୁଲାଇ ମାସରେ ଗ୍ରହମାନଙ୍କର ଗୋଚରୀୟ ଗତିକୁ ନିରୀକ୍ଷଣ କଲେ ଜଣାଯାଏ ଏ ମାସରେ କନ୍ୟା ରାଶି ବ୍ୟକ୍ତି କ୍ୟାରିୟର ଓ ଆର୍ଥିକ କ୍ଷେତ୍ରରେ ବଡ଼ ଶୁଭ ଫଳ ପାଇବେ। ବ୍ୟବସାୟରୁ ମନ ମୁତାବକ ଫଳ ପାଇବା ସଙ୍ଗେ ସଙ୍ଗେ ଚାକିରିରେ ପ୍ରମୋସନ ଓ ଭଲ ପୋଷ୍ଟିଂର ଯୋଗ ରହୁଅଛି। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। କନ୍ୟା ରାଶିଜାତ ବ୍ୟକ୍ତି ଜୁଲାଇ ମାସରେ ବାଣିଜ୍ୟିକ ଗ୍ରହ ବୁଧ ମହାଗ୍ରହଙ୍କର ପ୍ରଭାବରୁ ବ୍ୟବସାୟ କ୍ଷେତ୍ରରେ ଅଦ୍ଭୁତପୂର୍ବ ସଫଳତା ପାଇପାରିବେ। ଆଶାଠାରୁ ଅଧିକ ଲାଭ ଅର୍ଜନ କରିବେ। ବ୍ୟବସାୟ କ୍ଷେତ୍ରର ନବୀକରଣ କରିବେ ଏବଂ ବ୍ୟବସାୟର ପରିସୀମା ବୃଦ୍ଧି କରିବାରେ ସକ୍ଷମ ହେବେ। ବାକି ପଡ଼ି ରହିଥିବା ବକେୟା ଅର୍ଥ ଏହି ସମୟରେ ହସ୍ତଗତ ହେବ। ଚାକିରି କରୁଥିବା ବ୍ୟକ୍ତି ପ୍ରଶାସନିକ କ୍ଷମତା ହାସଲ କରିବେ। ମନ ପସନ୍ଦର ଜାଗାକୁ ବଦଳି ହେବା ସହିତ ପ୍ରମୋସନର ଯୋଗ ରହିଅଛି। ଚାକିରି କ୍ଷେତ୍ରରେ କମାଣ୍ଡିଂ ନେଚରର ହେବେ। ଆର୍ଥିକ ଦୃଷ୍ଟିକୋଣରୁ ଜୁଲାଇ ମାସଟି କନ୍ୟା ରାଶି ପାଇଁ ବଡ଼ ମହତ୍ତ୍ୱପୂର୍ଣ୍ଣ ହେବ। କନ୍ୟା ରାଶିର ଲାଭ ଭାବରେ ବା କର୍କଟ ରାଶିରେ ଅବସ୍ଥିତ ଉଚ୍ଚସ୍ଥ ବୃହସ୍ପତି କନ୍ୟା ରାଶିଜାତ ବ୍ୟକ୍ତିଙ୍କୁ ପ୍ରବଳ ଅର୍ଥ ଲାଭ କରାଇବାରେ ସହାୟକ ହେବେ। ସଞ୍ଚିତ ଅର୍ଥର ପରିମାଣ ବୃଦ୍ଧି ପାଇବ। ଆୟର ନୂତନ ସ୍ରୋତ ଉନ୍ମୋଚିତ ହେବ, କିନ୍ତୁ ଅନାବଶ୍ୟକ ଖର୍ଚ୍ଚ କରିବାରୁ ବିରତ ରୁହନ୍ତୁ। ପାରିବାରିକ ଜୀବନ ଆନନ୍ଦଦାୟକ ରହିବ। ଗୃହ ନିର୍ମାଣ ଅଥବା ଘର ମରାମତି କାର୍ଯ୍ୟରେ ମନୋନିବେଶ କରିବେ। ପରିବାରରେ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହେବ। ବନ୍ଧୁ ଓ ପରିଜନମାନଙ୍କର ଯିବା ଆସିବା ଲାଗି ରହିବ। ଦମ୍ପତି ଦେବ ଦର୍ଶନ ପାଇଁ ଦୂର ସ୍ଥାନକୁ ଯାତ୍ରା କରିବେ। ଲଭ୍ ଲାଇଫ୍ ଅଥବା ପ୍ରେମ ସମ୍ପର୍କରେ ରହିଥିବା ପୁଅ ଓ ଝିଅ ପ୍ରେମ ସମ୍ପର୍କକୁ ପରିଣୟ ସୂତ୍ରରେ ବାନ୍ଧି ରଖିବାକୁ ଉଦ୍ୟମ କରିବେ। ଛାତ୍ରଛାତ୍ରୀମାନେ ଶିକ୍ଷା କ୍ଷେତ୍ରରେ ଅଳସୁଆମି ପ୍ରଦର୍ଶନ କରିବେ। ସ୍ୱାସ୍ଥ୍ୟ ଦୃଷ୍ଟିରୁ ଦେଖିଲେ ଜଣାଯାଏ ଜୁଲାଇ ମାସଟି କନ୍ୟା ରାଶି ପାଇଁ ସେପରି ବିଶେଷ କିଛି ସମସ୍ୟା ସୃଷ୍ଟି କରିବ ନାହିଁ। ଅଳ୍ପ କାମରେ ହାଲିଆ ଅନୁଭବ କରିବେ। ପୁରୁଣା ଆଣ୍ଠୁଗଣ୍ଠି ରୋଗ ଭୋଗ କରୁଥିବା ବ୍ୟକ୍ତି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ଉଚିତ ହେବ। ଜୁଲାଇ ମାସରେ କନ୍ୟା ରାଶିଜାତ ବ୍ୟକ୍ତି ପାଇବାକୁ ଥିବା ଶୁଭ ଫଳର ଶୁଭତ୍ୱ ବୃଦ୍ଧି ପାଇଁ ଶ୍ରୀହରି ବିଷ୍ଣୁଙ୍କର ପୂଜାର୍ଚ୍ଚନା କରନ୍ତୁ। ଶ୍ରୀକ୍ଷେତ୍ରରେ ରଥାରୂଢ଼ ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କଲେ କନ୍ୟା ରାଶିଜାତ ବ୍ୟକ୍ତିଙ୍କର ରହିଥିବା ସମସ୍ତ ଦୋଷ ଖଣ୍ଡନ ହୋଇ ମନୋବାଞ୍ଛିତ ଫଳ ପ୍ରାପ୍ତ ହୋଇଥାଏ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍ ଓ କମେଣ୍ଟ କରିବା ପାଇଁ ଅନୁରୋଧ। ନମସ୍କାର। ତପନ।